ସୁଲୁ ବୁଢ଼ୀ ଭାବିଥିଲା ପୁଅକୁ ତାର ହାତକୁ ଦିହାତ କଲା ପରେ ତାର ଦୁଃଖ ଦୂର ହେବ, ବୋହୂଟି ଆସିବ, ବୋଉ ହାତ ପରସା ଖାଇବ, ଆଉ ନାତି ନାତୁଣୀଙ୍କ ମେଳରେ ଖୁସିରେ ଜୀବନ କାଟିବ। ହେଲେ ତା ସହିତ ଘଟିଲା କିଛି ଓଲଟା। ଯେତେବେଳେ ପୁଅଟା ତାର ବାହା ହେଇସାରିଛି, ସ୍ତ୍ରୀ ବୋଲକରା ହେଇଗଲା, ମାଆକୁ ଆଉ ପଚାରିଲାନି, ଖାଇବାକୁ ଦେଲାନି, ଗାଳି ଗୁଲଜ କଲା, ମା ନାଁରେ ମିଛ କଥା କହିଲା। ଏସବୁ ସହିପାରିଲାନି ସୁଲୁ ବୁଢ଼ୀ। ଭାରି ଦୁଃଖ ଲାଗିଲା ତାକୁ। ବୁଢ଼ୀ ସ୍ଥିର କଲା ଘର ଛାଡ଼ି ଚାଲିଯିବି। ହେଲେ ଯିବି ବା କୁଆଡ଼େ? ହଁ, ଆଉ କୁଆଡ଼େ କାହିଁ ଯିବି? ଯଦି ଯିବି ମୋ କାଳିଆ ପାଖକୁ ଯିବି। ତାରି ବଡ଼ ଦାଣ୍ଡରେ ଭିକ ମାଗି ଚଳିବି ପଛେ, ହେଲେ ଆଙ୍କ ପାଖରେ ଆଉ ରହିବିନି। ଏଇ କଥା ଭାବିକି ବୁଢ଼ୀ ଘରୁ ଗୋଡ଼ କାଢ଼ି ଚାଲି ଆସିଲା। ପାଖରେ ତାର ମାତ୍ର କେଇଟା ଟଙ୍କା ଥାଏ। ଯାହା ହଉ ଅତି କଷ୍ଟରେ ଆସିକି ପହଞ୍ଚିଲା ଶ୍ରୀକ୍ଷେତ୍ର ବଡ଼ ଦାଣ୍ଡରେ। ବୁଢ଼ୀର ମନେ ପଡ଼ିଯାଉଥାଏ ତା ପୁଅର ସେ ପିଲାଦିନର କଥା। ଛୋଟଟିଏ ହେଇଥିଲା, ବାପ ଚାଲିଗଲା। ବୁଢ଼ୀ ପରଘରେ ମୂଲ ମୁଚୁରି ଲାଗି ବଡ଼ ମଣିଷ କରିଥିଲା ପୁଅକୁ। ଆଖିରେ ଆଖି ସ୍ୱପ୍ନ ଦେଖିଥିଲା ପୁଅକୁ ନେଇ। ହେଲେ ଏସବୁ କ'ଣ ହେଇଗଲା? ପୁଅ ବୋହୂମାନେ ଟିକେ ବି ବୁଝିଲେନି ତା ଦୁଃଖକୁ। ଏଇ କଥା ଭାବିଲା ବେଳକୁ ବୁଢ଼ୀର ଆଖିରୁ ଧାର ଧାର ଲୁହ ଝଡ଼ି ଯାଉଥାଏ। ପତିତ ପାବନ ନେତକୁ ଚାହିଁ ବୁଢ଼ୀ ହାତ ଯୋଡ଼ି ଦେଇ କହିଲା, କାଳିଆରେ ମୋର ଭରସା ଅଛି, ମୋ ଧନଟା ପରା, ମୋତେ ତୁ କେବେ ପର କରିବୁନି। ତୋର ଏଇ ବଡ଼ ଦାଣ୍ଡରେ ଭିକ ମାଗି ଚଳିବି ପଛେ, ଘରକୁ ଆଉ ଯିବିନି। ବୁଢ଼ୀ ତାର ମନ କଥା କହିଲା, ଶୁଣିଛି କାଳିଆ, ତୁ କୁଆଡ଼େ ପରମ ଦୟାଳୁ। ଦୁଃଖୀରଙ୍କର ମନ କଥା ତୁ ପଚାରି ବୁଝୁ। ମୋତେ ଭୁଲି ଯିବୁନି ରେ। ସେଇ ଦୁଃଖୀରଙ୍କୀମାନଙ୍କ ଭିତରୁ ମୁଁ ବି ଜଣେ। ଆଖିରେ ଲୁହ ଆଉ ହୃଦୟ ଭିତରେ କୋହକୁ ଚାପି ଧରି ବୁଢ଼ୀ ବସି ରହିଲା ଶ୍ରୀକ୍ଷେତ୍ର ବଡ଼ ଦାଣ୍ଡରେ। ତା ପାଖରେ ଟଙ୍କା ନଥାଏ ଖାଇବା ପାଇଁ, ଭୋକ ମଧ୍ୟ ଭାରି ଜୋରରେ ହେଉଥାଏ, ତଥାପି ବସି ରହିଥାଏ। ଆଉ ପତିତ ପାବନ ନେତକୁ ସେମିତି ହାତ ଯୋଡ଼ିକି ବସିଥାଏ। ଏଥର ଧୀରେ ଧୀରେ ରାତି ବଢ଼ିବାକୁ ଲାଗିଲା, ଆଉ ଭକ୍ତମାନଙ୍କର ମଧ୍ୟ ଯିବା ଆସିବା ଧୀରେ ଧୀରେ କମି ଆସିଲା। ଏଥର ଆରମ୍ଭ ହେଲା ମହାପ୍ରଭୁଙ୍କର ବଡ଼ ଶୃଙ୍ଗାର ବେଶ। ପଣ୍ଡା ପଡ଼ିଆରୀମାନେ ମଧ୍ୟ ମହାପ୍ରଭୁଙ୍କର ବେଶ ସାରି ଘରମୁହାଁ ହେଉଥାନ୍ତି। ହେଲେ ଏତିକି ବେଳେ ଛୋଟ ପିଲାଟିଏ ସେଇ ସିଂହଦ୍ୱାର ବାଟ ଦେଇ ଆସିଲା, ଆଉ ତା ହାତରେ କିଛି ଧରିକି ଆସିଥାଏ। ଆସି ପହଞ୍ଚିଲା ସୁଲୁ ବୁଢ଼ୀ ପାଖରେ। ମା ମା ବୋଲି ଡାକୁଥାଏ। ବୁଢ଼ୀ କିଛି ବୁଝିପାରୁନଥାଏ, ଏ ପିଲା କିଏ? ଆକୁ ତ ମୁଁ କେବେ ଦେଖିନି କି ଜାଣିନି, ସେ ମୋତେ ମା ମା ବୋଲି ଡାକୁଛି। ପାଖରେ ପହଞ୍ଚି କହୁଥାଏ, ଦିନ 10ଟାରୁ ଦେଖିଗଲେଣି, ଏଇଠି ତୁ ସେମିତି ବସିଛୁ, ତୋର କ'ଣ ହେଇଛି ମା? ତୋ ମନ ଭଲ ନାହିଁ କି? ବୁଢ଼ୀ ଯେତେବେଳେ ଏଇ କଥା ଶୁଣିଛି, ବୁଢ଼ୀ ତ ଭାରି ସ୍ୱାଭିମାନୀ, କଥା ଲୁଚେଇକି କହିଲା, ନାଇଁ ରେ, ମୋର କିଛି ହେଇନି, ଏମିତି ବସିଛି ଆଉ। ଛୋଟ ପିଲାଟି ପୁଣି କହିଲା, ନାଇଁ ମ, ଖାଲିଟାରେ କ'ଣ କିଏ ବସେ? ମୁଁ ପରା ତୋତେ ଦେଖିକି ଯାଇଥିଲି। ଏଇ ଦେଖୁନୁ, ମୁଁ କାମ ସାରିକି ଫେରିଲା ବେଳକୁ ତୁ ସେମିତି ବସିଛୁ। ସତ କହ, ତୋର କ'ଣ ହେଇଛି? ସୁଲୁ ବୁଢ଼ୀ ଆଉ ଲୁଚେଇ ପାରିଲାନି, କାନ୍ଦି ପକେଇଲା ସେଇ ଛୋଟ ପିଲାଟି ଆଗରେ। କିନ୍ତୁ ବୁଢ଼ୀ କହିବା ପୂର୍ବରୁ ପଚାରିଲା, ତୁ କିଏ? ତୁ କ'ଣ ପାଇଁ ମୋତେ ପଚାରୁଛୁ? ପିଲାଟି ହସି ଦେଇ କହିଲା, ମୋ ନାଁ କାଳିଆ, ମୁଁ ଏଇ ଭିତରେ ରୁହେ, ଏଇପଟରେ ନିତି ଯିବା ଆସିବା କରେ। ତୁ ଲକ୍ଷ୍ୟ ପଡ଼ିଗଲୁ ତ, ସେଇଥିପାଇଁ ପଚାରିଦେଲି। ବୁଢ଼ୀ ତାର ମନ କଥା ସବୁ କହିଲା, ଆଉ କାନ୍ଦି ପକେଇଲା ମଧ୍ୟ। ଛୋଟ ପିଲାଟି ଯେତେବେଳେ ଏଇସବୁ କଥା ଶୁଣି ସାରିଛି, ବୁଢ଼ୀ ଆଖିରୁ ଲୁହ ପୋଛି ଦେଇ କହିଲା, ହଉ, ତୁ ଏଥର ଖାଇନେ। ବୁଢ଼ୀ କିନ୍ତୁ ଖାଇବା ପାଇଁ ରାଜି ହେଲାନି। ଯେହେତୁ ତା ପାଖରେ ଟଙ୍କା ନଥିଲା, ସେ ଟିକେ ପଛଘୁଞ୍ଚା ଦେଲା। ପିଲାଟି ପୁଣି କହିଲା, ବୁଝିଲୁ, ତୁ ଏମିତି ଜମା କହନି, ଟଙ୍କା ମୋର ଦରକାର ନାହିଁ। ଏ ଆନନ୍ଦ ବଜାରଟା ପରା ମୋର, ପ୍ରତିଦିନ ମୁଁ ପ୍ରସାଦ ବାଣ୍ଟେ, ତୁ ଖାଇଲେ କ'ଣ ମୋର ସରିଯାଉଛି? ବୁଢ଼ୀ ଯେତେବେଳେ ଏଇ କଥା ଶୁଣିଛି, ଏଥର ରାଜି ହେଲା ଖାଇବା ପାଇଁ। ସକାଳୁ ସେ କିଛି ଖାଇନି, ଭାରି ଭୋକ ହେଉଥାଏ। ଆଉ ସେ ଯେତେବେଳେ ପ୍ରସାଦ ଦେଖିଛି, ଥୟ ବା କେଉଁଠୁ ହେବ?
ଭାରି ଖୁସି ହେଇଗଲା। ଆଉ ପିଲାଟା ମଧ୍ୟ ନିଜ ହାତରେ ସବୁତକ ପ୍ରସାଦ ବାଢ଼ିଦେଲା। ଅବଢ଼ା, ଡାଲମା, କ୍ଷୀରି, ଖଟା, ଖେଚଡ଼ି, ଏମିତି କେତେ ପ୍ରକାର ବ୍ୟଞ୍ଜନ। ବୁଢ଼ୀ ଆତ୍ମା ଶାନ୍ତି କରି ଖାଇଲା। ଆଉ ପିଲାଟା ମଧ୍ୟ କହିଲା, ବୁଝିଲୁ ମା, ମନ ଦୁଃଖ କରିବୁନି। ମୁଁ ଜାଣିଛି ତୋ ପାଖରେ ଟଙ୍କା ନାହିଁ, କିନ୍ତୁ ମୁଁ ପ୍ରତିଦିନ ଏଇ ରାତି ବେଳେ ଏଇପଟରେ ଗଲାବେଳେ ତୋ ପାଇଁ ପ୍ରସାଦ ଆଣିକି ଆସିବି। ତୁ ମନ ଭରିକି ଖାଇବୁ, ବୁଝିଲୁ। ବୁଢ଼ୀ ପୁଣି କହୁଥାଏ, ହେଲେ ସବୁଦିନ ମୋ ପାଖରେ ତ ଟଙ୍କା ନାହିଁ। ଛାଡ଼ ମୋ ସେ ଟଙ୍କା କଥା, ସେସବୁ କିଛି ଦରକାର ହେବନି। ହଉ, ମୁଁ ଏବେ ଆସୁଛି, ମୋର ତେଣେ କେତେ କାମ। ଏତିକି କହି ପିଲାଟି ଚାଲିଗଲା। ପିଲାଟି ଚାଲିଗଲା ପରେ ସୁଲୁ ବୁଢ଼ୀ ପତିତପାବନ ନେତକୁ ଚାହିଁ କହୁଥାଏ, ଦେଖୁଛୁ ତ କାଳିଆ, ସକାଳୁ ପହରୁ ଆସିଲେଣି। ତୁ ସିନା ମୋ ଦୁଃଖ ବୁଝିଲୁନି, ହେଲେ ଏଇ ଛୋଟ ପିଲାଟି କାହାର ପିଲା କେଜାଣି ମୋ ପାଇଁ ଖାଇବା ଆଣିଥିଲା। ଭାରି ବଢ଼ିଆ ଲାଗିଲା। ଠାକୁର ତାର ମଙ୍ଗଳ କରନ୍ତୁ। ଏତିକି କଥା କହି ସୁଲୁ ବୁଢ଼ୀ ସେଇ ଦୋକାନ ବାରଣ୍ଡାରେ ଶୋଇପଡ଼ିଲା। ସକାଳୁ ସକାଳୁ ସୁଲୁ ବୁଢ଼ୀ ଭାବିଲା, ଏଠି ମୁଁ ଏମିତି ଖାଲିଟାରେ ବସିବି କାହିଁ? କାଳିଆ ସହିତ ତ ମୋର ଦେଖା ହେଇଛି। ସିଏ କହିଛି ରାତିବେଳା ଖାଇବା ଆଣିଦେବ। ମୁଁ ଯାଏ ଶ୍ରୀମନ୍ଦିର ଆଗ ଟିକେ ଝାଡ଼ୁ କରିଦିଏ। ଝାଡ଼ୁଟିଏ ଆଣି ବୁଢ଼ୀ ଯେତିକି ପାରିଲା ସେତିକି ଓଳେଇଲା। ଜଣେ ବ୍ରାହ୍ମଣ ଗୋସାଇଁ ପ୍ରତିଦିନ ଆସନ୍ତି, ବୁଢ଼ୀକୁ ଦେଖନ୍ତି। ସେ ତାଙ୍କ ବାଟରେ ଚାଲିଯାଆନ୍ତି, କିଛି ବି କୁହନ୍ତିନି ବୁଢ଼ୀକୁ। ଏପଟେ ବୁଢ଼ୀଟା ମଧ୍ୟ କାମଧନ୍ଦା ସାରିକି ବସିଥାଏ। ଯେତେବେଳେ ରାତି ହେଇଯାଏ, ସବୁଦିନ ପରିକା କାଳିଆ ବୁଢ଼ୀ ପାଇଁ ଖାଇବା ନେଇକି ଆସେ। ବୁଢ଼ୀ ପାଖରେ ବସେ। କିଛି ସମୟ ଦୁଃଖ ସୁଖ ହୋଇ ପୁଣି ତା ବାଟରେ ଚାଲିଯାଏ। ବୁଢ଼ୀଟା ଭାରି ଖୁସିରେ ଥାଏ। ଦିନେ ସକାଳ ବେଳା ବୁଢ଼ୀ ଝାଡ଼ୁ କରୁଥାଏ। ଜଣେ ବ୍ରାହ୍ମଣ ଗୋସାଇଁ ଆସି ପହଞ୍ଚିଲେ ଆଉ କହିଲେ, ମା, ଏଇଠି କିଛି ଦିନ ହେବ ମୁଁ ଦେଖୁଛି ତମେ ଶ୍ରୀମନ୍ଦିର ଆଗରେ ଝାଡ଼ୁ କରୁଛ। ତମ ନାଁ କ'ଣ? ତମେ ରହୁଛ କେଉଁଠି? ଖାଉଛ କେମିତି? ବୁଢ଼ୀ କହିଲା, ଏଇ ପାଖରେ ଦୋକାନ ବାରଣ୍ଡାଟିଏ ଅଛି, ସେଇଠି ମୁଁ ରାତିରେ ଶୁଏ। ଆଉ କାଳିଆ ମୋତେ ପ୍ରତିଦିନ ଆଣି ଖାଇବାକୁ ଦେଇଯାଏ। ବ୍ରାହ୍ମଣ ଗୋସାଇଁ ପୁଣି ପଚାରିଲେ, କାଳିଆ ସେ ପୁଣି କିଏ? କ'ଣ ମୋ ଗୋସାଇଁ, ତମେ ଜାଣିନ? ଏ ଆନନ୍ଦ ବଜାରଟା ପରା ତାର। ସିଏ ଭାରି ଦୟାଳୁ, ଦୁଃଖୀରଙ୍କୀମାନଙ୍କର ଦୁଃଖ ଦେଖିପାରେ। ଏଇ ଯେମିତି ମୋତେ ନିତି ଖାଇବା ଦେଉଛି। ବ୍ରାହ୍ମଣ ଗୋସାଇଁ କିଛି ବି ବୁଝିପାରିଲେନି ବୁଢ଼ୀର କଥାକୁ। ଗୋସାଇଁ ପୁଣି ପଚାରିଲେ, ଆଚ୍ଛା ତା ଘର କେଉଁଠି? ବୁଢ଼ୀ ଶ୍ରୀମନ୍ଦିର ଆଡ଼କୁ ହାତ ଦେଖାଇ ଦେଇ କହିଲା, ଆରି ଭିତରେ ସେ ରୁହେ। ବୁଢ଼ୀର କଥା ଶୁଣିକି ବ୍ରାହ୍ମଣ ଗୋସାଇଁ ଆଶ୍ଚର୍ଯ୍ୟ ହେଉଥାନ୍ତି, କିନ୍ତୁ ସେ ପିଲାଟିକୁ ଦେଖିବା ପାଇଁ ତାଙ୍କର ଆଗ୍ରହ ବଢ଼ିଲା। ସେ କହୁଥାନ୍ତି, ଆଚ୍ଛା ମା, ମୋତେ ଟିକେ ଭେଟ କରିଦେଇପାରିବ ତାର? ସୁଲୁ ବୁଢ଼ୀ କହୁଥାଏ, ନାଇଁ ନାଇଁ, ତାକୁ ମୁଁ ଦେଖେଇ ପାରିବିନି। ସେ ଭାରି ସହଳ, ସାଙ୍ଗେ ସାଙ୍ଗେ ଆସୁଛି, ମୋତେ ଖାଇବା ଦେଇଦିଏ। କୁଆଡ଼େ ଯେ ଚାଲିଯାଉଛି, ତା ଭେଟ ମୁଁ ଦିନରେ ମଧ୍ୟ ପାଉନି। ତମେ ରାତି ବେଳେ ଆସିଲେ ପାଇବ। ହେଲେ କେତେବେଳେ? ନା ମହାପ୍ରଭୁଙ୍କର ଯେତେବେଳେ ବଡ଼ ଶୃଙ୍ଗାର ବେଶ ସରିଯାଏ, ତାର କିଛି ସମୟ ପରେ। ଏତିକି କହି ବୁଢ଼ୀ ତା ବାଟରେ ଚାଲିଗଲା। ଆଉ ଗୋସାଇଁ ମଧ୍ୟ କିଛି ସମୟ ପାଇଁ ସେହି ସ୍ଥାନରେ ସ୍ଥିର ହୋଇ ରହିଗଲେ। ସେ ମନେ ମନେ ଭାବିଲେ, ଏ କାଳିଆ ପୁଣି କିଏ? ବଡ଼ ଶୃଙ୍ଗାର ବେଶ ପରେ ଆସୁଛି, ବୁଢ଼ୀ ମାଆକୁ ଖାଇବା ଦେଇକି ଯାଉଛି। ବୁଢ଼ୀ ଜଣକ କିଛି ଲୁଚାଉନାହାନ୍ତି ତ? ଏଇ କଥା ଭାବିକି ଗୋସାଇଁ ମଧ୍ୟ ଚାଲିଗଲେ। କିନ୍ତୁ ତାଙ୍କ ମନରେ ରହିଯାଇଥାଏ କାଳିଆକୁ ଦେଖିବା ପାଇଁ। ଯେତେବେଳେ ରାତିରେ ପ୍ରଭୁଙ୍କର ବଡ଼ ଶୃଙ୍ଗାର ବେଶ ସରିଛି, ଗୋସାଇଁ ଆଉ ଘରକୁ କ'ଣ ଯିବେ? ଗୋସାଇଁ ଚାଲିଲେ ସେଇ ବୁଢ଼ୀ ମାଆଟି ପାଖକୁ। କେଉଁଠି ସେ ରହୁଛି, ତା ପାଖକୁ ଆସୁଥିବା ସେ ପିଲାଟି କାଳିଆ କିଏ? କିନ୍ତୁ ଏ କ'ଣ? ଖଣ୍ଡେ ଦୂରରୁ ଗୋସାଇଁ ସେଦିନ ଯାହା ଦେଖିଲେ ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରିଲେନି। ମହାପ୍ରଭୁ ଜଗନ୍ନାଥଙ୍କର ଅଷ୍ଟାଦଶ ପାଦ ଚିହ୍ନ ପଡ଼ିଛି। ପ୍ରଭୁ ନିଜେ ଛୋଟ ପିଲାଟିଏ ବେଶରେ ଯାଇ ସେଇ ବୁଢ଼ୀ ମା ପାଖରେ ପହଞ୍ଚୁଛନ୍ତି। ଆଉ ତା ପାଖରେ ବସି କିଛି ସମୟ ପାଇଁ କଥାବାର୍ତ୍ତା କରୁଛନ୍ତି। ଆଉ ବୁଢ଼ୀ ମାଆକୁ ଖାଇବା ପରସି ଦେଉଛନ୍ତି, ପୁଣି ନିଜ ହାତରେ। ଆହା,
କେଡ଼େ ଅପୂର୍ବ ସେ ଦୃଶ୍ୟ। ବ୍ରାହ୍ମଣ ଗୋସାଇଁଙ୍କ ଆଖିରୁ ଧାର ଧାର ଲୁହ ଝରିଗଲା। ପାଦ ତଳେ ପଡ଼ିଗଲେ ଗୋସାଇଁ ଆଉ କହୁଥାନ୍ତି, ଠାକୁରେ, ମଣିଷ ଜନ୍ମ ମୋର ସାର୍ଥକ ହେଲା। ଧନ୍ୟ ହୋଇଗଲି ମୁଁ, ଧନ୍ୟ ହେ ମହାପ୍ରଭୁ, ଧନ୍ୟ ତୁମର ଲୀଳା। ଏତିକି କହି ଯେତେବେଳେ ପ୍ରଭୁଙ୍କୁ ମୁଣ୍ଡିଆ ମାରିକି ଉଠନ୍ତି ତ ଆଉ ପ୍ରଭୁ ସେଠି ନାହାନ୍ତି। ଏଥର ଗୋସାଇଁ ଧାଇଁଗଲେ ସେଇ ବୁଢ଼ୀ ମା ପାଖକୁ। ବୁଢ଼ୀ ମନ ଖୁସିରେ ଖାଇବାକୁ ଲାଗିଥାଏ। ବ୍ରାହ୍ମଣ ଗୋସାଇଁ ସିଧା ଯାଇ ପାଦ ତଳେ ପଡ଼ିଗଲେ। ବୁଢ଼ୀ କିଛି ବୁଝିପାରିଲାନି। ବୁଢ଼ୀ ଗୋସାଇଁକୁ ଉଠେଇ କହୁଥାଏ, ଗୋସାଇଁ, ତମେ ଏ କ'ଣ କରୁଛ? ମୁଁ ଛାର ମଣିଷଟାଏ, ଦୁଃଖିନୀ ମାଟାଏ, ମୋ ପାଦ ତଳେ ତମେ କାହିଁ ପଡ଼ୁଛ? ବ୍ରାହ୍ମଣ ଗୋସାଇଁ କିନ୍ତୁ କହୁଥାନ୍ତି, ମା, ଯାହା ପାଖକୁ ଏ ବ୍ରହ୍ମାଣ୍ଡର ଗୋସାଇଁ ଆସୁଛନ୍ତି ତାଙ୍କ ପାଦ ତଳେ ପଡ଼ିବା ମୋର ଭାଗ୍ୟ। ସୁଲୁ ବୁଢ଼ୀ କିଛି ବୁଝିପାରିନଥାଏ। ସେ କହୁଥାଏ, ଏଇ ତ କାଳିଆକୁ ଦେଖିବ ପରା କହୁଥିଲ, ଆଉ ଟିକେ ଆଗରୁ ଯଦି ତମେ ଆସିଥାନ୍ତ ମୋ କାଳିଆକୁ ତୁମେ ଦେଖିଥାନ୍ତ। ଏଇନେ ତ ସେ ଚାଲିଗଲା, ଛାଡ଼, ତୁମେ କାଲିକି ଆସ। ବୁଢ଼ୀ ଏତିକି କହିଲା ବେଳକୁ ବ୍ରାହ୍ମଣ ଗୋସାଇଁଙ୍କ ଆଖିରୁ ଧାର ଧାର ଲୁହ ଝରି ଯାଉଥାଏ। ସେ କହୁଥାନ୍ତି, ବୁଝିଲୁ ମା, ତୁ ବଡ଼ ଭାଗ୍ୟବତୀ। ଜାଣିଛୁ, ତୋ ପାଖକୁ ନୀତି ସେ ଯେଉଁ ପିଲାଟି ଆସୁଛି ସେ ସାଧାରଣ ପିଲା ନୁହେଁ, ସେ ମହାପ୍ରଭୁ ଜଗନ୍ନାଥ ନିଜେ ଆସୁଛନ୍ତି। ଏ ବ୍ରହ୍ମାଣ୍ଡର ଠାକୁର ସେ। ଜାଣିଛୁ ମା, ବୁଢ଼ୀ କିନ୍ତୁ କିଛି ବି ବୁଝିପାରିନଥାଏ। କିନ୍ତୁ ବ୍ରାହ୍ମଣ ଗୋସାଇଁ ବୁଢ଼ୀକୁ ଦେଖାଇ ଦେଲେ, ଏଇ ଦେଖ ମା, ମହାପ୍ରଭୁଙ୍କର ଅଷ୍ଟାଦଶ ପାଦ ଚିହ୍ନ। ତା ଛଡ଼ା ରାତି ଅଧରେ ତୋତେ ଆଣି ଖାଇବାକୁ କିଏ ବା ଦେବ? ତୋ ପାଖରେ ତ ଟଙ୍କାଟିଏ ବି ନାହିଁ। ବ୍ରାହ୍ମଣ ଗୋସାଇଁଙ୍କ ପାଖରୁ ଯେତେବେଳେ ଏଇ କଥା ଶୁଣିଛି ଆଉ ତା ନିଜ ଆଖିରେ ମଧ୍ୟ ବୁଢ଼ୀ ଯେତେବେଳେ ଅଷ୍ଟାଦଶ ପାଦ ଚିହ୍ନ ଦେଖିଛି, ଭେଁ ଭେଁ କାନ୍ଦିବାକୁ ଲାଗିଲା। ସେ କହୁଥାଏ, ସତରେ କାଳିଆ, ତୁ ପରମ ଦୟାଳୁ, ତୋ ଭଳିଆ କିଏ ବା ହେବ? ବ୍ରାହ୍ମଣ ଗୋସାଇଁକୁ ବୁଢ଼ୀ ପୁଣି କହୁଥାଏ, ଜାଣିଛ ଗୋସାଇଁ, ଯେଉଁଦିନ ମୁଁ ଘରୁ ରାଗିକି ଚାଲି ଆସିଥିଲି ମହାପ୍ରଭୁ ଜଗନ୍ନାଥଙ୍କୁ କହିଥିଲି, ସିଏ କୁଆଡ଼େ ପରମ ଦୟାଳୁ, ଦୁଃଖୀରଙ୍କୀମାନଙ୍କର ଦୁଃଖ ବୁଝନ୍ତି। ସତରେ ଆଜି ମୁଁ ପ୍ରମାଣ ପାଇଗଲି, ମହାପ୍ରଭୁ ଜଗନ୍ନାଥ ଆଜି ମୋରି ପାଇଁ ବଡ଼ ଦେଉଳ ଛାଡ଼ି ନୀତି ଆସୁଛନ୍ତି ରାତିରେ, କେବଳ ମୋରି ସାଙ୍ଗରେ ଟିକେ କଥା ହେବା ପାଇଁ ଆଉ ମୋତେ ଖାଇବା ଦେବା ପାଇଁ। ଧନ୍ୟ ହେ ଠାକୁରେ, ଧନ୍ୟ ତୁମ ଲୀଳା, ତୁମର ଦର୍ଶନ ପାଇ ମୁଁ ଧନ୍ୟ ହୋଇଗଲି। ନମସ୍କାର ଆଜ୍ଞା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଜୟ ଜଗନ୍ନାଥ ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ନୂଆ କାହାଣୀ, ନୂଆ ଅନୁଭୂତିକୁ ନେଇ। ଜୟ ଜଗନ୍ନାଥ।